এটা କଣ କରୁଛ? এটা ইন্ডকশন টা ডেড ଅଛି। ଡେଡ୍ ମାନେ ବନ୍ଦ ହେଇଯାଇଛି ପୁରା। କଣ କରିବ ବୋଲି? ଉଷାର ଇଣ୍ଡକ୍ସନ ଅଛି, ଉଷା କମ୍ପାନୀର। ଉଷା କମ୍ପାନୀ ତ ଭଲ ନା। ତାର ମଡେଲ ନମ୍ବର ଅଛି IC 3616 ଆଚ୍ଛା ଆଚ୍ଛା। ମଡେଲ ନମ୍ବରଟା। ହଁ। ତ ଏଇଟା ଡେଡ୍ ହେଇ ଆସିଛି। କଣ ହେଇଥିଲା ନା ଗୋଟେ ପାଣି ପଶି ଯାଇଥିଲା। ପାଣି କେମିତି ପଶେ? କ୍ଷୀର ହେଲା କି ଇଏ ହେଲା ଉତୁରିକି ପାଣି ପଶି ଯାଇଥିଲା। ତାପରେ ଆଉ କାମ କରିବନି? ନାଇଁ, ସେ ଡେଡ୍ ହେଇଯାଇଛି। ପାଣି ପଶିଗଲା ପରେ ସର୍କିଟ ସର୍ଟ ହେଇଯାଇଛି। ତ କେମିତି କଣ କରିବ? ତ ଏଟାକୁ ମୁଁ ଚେକ୍ କଲି, କିନ୍ତୁ ଚେକ୍ କଲା ପରେ ସିରିଜ ଲାଇନ ରେ ଚେକ୍ କଲି। ଚେକ୍ କଲା ପରେ ତାର ଆଇଜିବିଟି ଟା ସର୍ଟ ହେଇଯାଇଛି। ଫ୍ୟୁଜ ଟା ଉଡି ଯାଇଛି। କଣ କରିବ? ଆଇଜିବିଟି ପଡିବ। ଆଇଜିବିଟି ପଡିଲେ ଠିକ ହେଇଯିବ। ଠିକ ହେଇଯିବାର ସମ୍ଭାବନା ଅଛି। କେତେ ଅଛି ଆଇଜିବିଟି ଯୋଉ ମାର୍କେଟରେ କେତେ ପଡୁଛି? ତାର ଅରିଜିନାଲ ଡୁପ୍ଲିକେଟ ଅଛି, ଦେଖିକି ପକେଇବାକୁ ହେଇଯିବ ତ? ହେଇଯିବ। ବର୍ତ୍ତମାନ ମୁଁ ଚେକ୍ କରିସାରିଲିଣି। ତାର ଆଇଜିବିଟି ଟା ଲାଗିବ। ଲାଗିଲା ପରେ ସେଟ୍ ଓକେ ହେଇଯିବ। ଏଇଟା ଖାଲି ଫିଟିଙ୍ଗ ଟା କରିଦେଇ ଥୋଇଦବ ଆଉ କଣ? ନାଇଁ, ଆଇଜିବିଟି ପକେଇ ସାରିଲିଣି, କିନ୍ତୁ ତା ସର୍କିଟ ଆହୁରି ଅଲଗା ଜାଗାରେ ସେ ସର୍ଟ ଅଛି। ବର୍ତ୍ତମାନ ଟିକେ ଫ୍ୟାନ ବି ଖରାପ ହେଇଯାଇଛି। ତାର ବର୍ତ୍ତମାନ ପାଇଁ ଫିଟିଙ୍ଗ କରିଦଉଛି। ତାର ମତେ ସମୟ ନାହିଁ, ମୁଁ ଆସିଲେ ତାକୁ ଚେକ୍ କରିକି ଫିଟିଙ୍ଗ କରିବି। ପଛପଟରେ ଗୋଟେ ସ୍କ୍ରୁ ଅଛି ନା କଣ? ପଛପଟେ ସ୍କ୍ରୁ ନଥିଲେ କ୍ୟାବିନେଟ ଫିଟିଙ୍ଗ କେମିତି ହବ? ନହେଲେ ସେ ବାହାରି ପଡିବ ନାଇଁ? ତାର ଗୋଟେ ଜାଗାରେ ଫାଟି ଯାଇଥିଲା, ଗଦି ଫାଟି କ୍ରାକ୍ କରିଯାଇଥିଲା। ଅଠା ଲଗେଇ ଦେଇକି ସେଇ ବାଟ ଦେଇ ଲିକେଜ ହେଇଯାଉଥିଲା। ସେତିକି